ରାମକୃଷ୍ଣ ପରମହଂସ ବିବେକାନନ୍ଦ କଲିକତା ନଗରୀରେ ବୁଲୁଛନ୍ତି। ବିବେକାନନ୍ଦ କ'ଣ ଟିକେ ଭାବିଲେ, ଠାକୁର ସବୁ ମନର କଥା ଜାଣିପାରୁଥିଲେ। ତେଣୁ ସେଇଠି ବିବେକାନନ୍ଦକୁ ରାମକୃଷ୍ଣ ପରମହଂସ କହିଲେ, ଆରେ ନରେନ, କ'ଣ ଚିନ୍ତା କରୁଛୁ? ଦେଖିଲୁ ଏ ସଂସାରରେ କାହାର ମନ ସେ ଦୁଇ ଭ୍ରୁର ମଧ୍ୟସ୍ଥଳରେ ଅଛି କି, ଆଜ୍ଞା ଚକ୍ରରେ ଅଛି କି? ଆପଣ ଦେଖୁନାହାନ୍ତି, ଆପଣ କେତେ ଘଣ୍ଟା ତାଙ୍କ ପାଖରେ ବସୁଛନ୍ତି। ସେଇଠି ଗୁରୁଙ୍କର ସ୍ଥାନ, ଆତ୍ମାର ସ୍ଥାନ। ଆପଣ ସେଠି କେତେ ସମୟ ମନ ତାଙ୍କ ପାଖରେ ରଖିକି ବସିଛନ୍ତି। ନିଜେ ଦେଖନ୍ତୁ, ମୁଁ ଗୁରୁଙ୍କ ପାଖରେ ବସିଲି। ସ୍ଥୂଳରେ ବସିବେ, ସୂକ୍ଷ୍ମରେ ବସିବେ। ସ୍ଥୂଳରେ କୋଉଠି ବସି ପାରୁଛନ୍ତି? ରାତିରେ ବି ସମୟ ଦିଆଗଲା, ତା ପାଇଁ ବି ସମୟ ନାହିଁ। ଆରେ ବାପା, ଆମର ଦୁଃଖ ପଡ଼ିଲା, ଯନ୍ତ୍ରଣା ପଡ଼ିଲା, କଷ୍ଟ ପଡ଼ିଲା, ଆମକୁ ଟିକେ ଉଦ୍ଧାର କରିଦିଅ। ଏ ଦୁଃଖ କିଏ ଦେଲା? ଏ ଯନ୍ତ୍ରଣା କିଏ ଦେଲା? ଏ ସବୁରୁ ମୂଳରେ ହିଁ କ୍ରିୟମାଣର ଭୁଲ।